ଏମିତି କହିବେ ମୁଁ ତୁ ଗୋଟେ ଆମ ଘର ଅଇଁଠା ଖିଆ କୁକୁର ସାମୁକା ମନେରଖ ଆମେ ତୁ ଯଦି ମୋର ନ ହେବୁ କାହାରି ହେବା ପାଇଁ ଦେବିନି ତୁ କେବଳ ମୋର କଣ କହିଲୁ ମୁଁ ତ ଘର ଅଇଁଠା ଖିଆ କୁକୁର ଜାଣିବେ ମୁଁ ତ ଘର ଅଇଁଠା ଖିଆ କୁକୁର ତୁ ହଉଛୁ ଆମ ଘର ଅଇଁଠା ଖିଆ କୁକୁର ଏ ଜଟ ଅଇଁଠା ଖାଇଛୁ ନା ଖାଇଛୁ ବେ ମୋ ବିଦ୍ୟା ମନେ ପକା ଏବେ ପଚାର ଏଠାରେ ଯେତେ ଜନ ଅଛନ୍ତି ସମସ୍ତଙ୍କୁ ପଚାର ସମସ୍ତେ ଗୋଟାଏ ଗୋଟାଏ ଅଇଁଠା ଖିଆ ଏମିତି ପିଟା ପିଟିବେ କାହାକୁ ଆପଣଙ୍କୁ କଣ ପାଇଁ ମତେ ଅଇଁଠା ଖିଆ କହିବେ ଏ ଲୋକଙ୍କୁ କହିବେ ନାହିଁ ନହେଲେ ଛେଚା ଛେଚି କରିକି ପାଉନ କି କଥା ଆମେ ପଚାର କାହାକୁ ପଚାରିବି ଆମେ ପଚାର ଏ ଗୁରୁ ଭାଇ ସରୁ ଭାଇ ତମେ ଅଇଁଠା ଖାଇଛ ସେଟା କିଏ ଖାଇବ ଅପରିଷ୍କାର ଜିନିଷକୁ ଅଇଁଠା କ'ଣ ଖିଆଯାଏ ଆମେ କ୍ଷୀର ଅଇଁଠା ନୀର ଅଇଁଠା ଜଗନ୍ନାଥଙ୍କ ମହାପ୍ରସାଦ ବି ଅଇଁଠା କେମିତି କି ଅଇଁଠା ହବ ସେଟା ତ ଗାଈ ପେଟରୁ ବାହାରିଲେ ଅଇଁଠା ଗାଈ ପେଟର ତ ଗାଈଟା ଠିଆ ହେଇଗଲେ କ୍ଷୀରଟା ଆପେ ଆପେ ବାହାରେ ମୁଁ ତ ନିଜେ ଦେଖିଛି ଆଉ ଆମେ ବାଛୁରୀଟା ଅଇଁଠା କଲା ପରେ କ୍ଷୀରଟା ବାହାରି ଥାଏ କ୍ଷୀର କ'ଣ ଅଇଁଠା ନୁହେଁ ନା ମିଠା ନୁହେଁ ନା କେହି ପିଇ ନାହାନ୍ତି ସମସ୍ତେ ପିଛନ୍ତି ମତେ ଛାଡ଼ିକି ନୀର ମାନେ ପାଣି ସେଇଟା ତ ନଲକୂପ ଭିତରୁ ବାହାରେ ଆଉ ଏଇ ନଈ ନାଳ ଝରଣା ପୋଖରୀ ସମସ୍ତେ ଗୋଟିଏ ତୁଠରେ ମୁଖ ପଖାଳନ୍ତି ପାଣି କ'ଣ ଅଇଁଠା ହୁଏ ମିଠା ଅଛି ନା ଆଉ ସେଇ ଜଗତର ନାଥ ଜଗନ୍ନାଥ ସେଇ ଜଗନ୍ନାଥଙ୍କ ମହାପ୍ରସାଦଟା ଅଇଁଠା ହେଲା ପରେ ତିଆରି ହେଇଥାଏ ନିର୍ମାଲ୍ୟ କ'ଣ ମିଠା ତ ପ୍ରବଳ ମିଠା ଏବେ କ୍ଷୀର ଅଇଁଠା ନୀର ଅଇଁଠା ଜଗନ୍ନାଥଙ୍କ ମହାପ୍ରସାଦ ଅଇଁଠା ଏନେ ମୋ ସାଲଟା ଖାଇବେ ରାଜା ଘର